ଜୀବନରେ ସବୁବେଳେ ସଚେତନ ହେବା ଠିକ୍ ନୁହେଁ। ବେଳେ ବେଳେ ବ୍ୟତିକ୍ରମ ଘଟିଥାଏ। ସେହି ବ୍ୟତିକ୍ରମକୁ ଆଡ଼ଜଷ୍ଟ କରିନେଲେ ମାନସିକ ସ୍ଥିତି ଠିକ୍ ରୁହେ। ଉଦାହରଣ ସ୍ୱରୂପ ଆମେ ସନ୍ଧ୍ୟା 8:30ରେ ପ୍ରତିଦିନ ରାତ୍ରି ଭୋଜନ କରନ୍ତି। ଦିନେ ବନ୍ଧୁମାନଙ୍କ ସହିତ ବାର୍ତ୍ତାଳାପରେ ଡେରି ହୋଇଗଲା। ହେଉ, ସେଥିପାଇଁ ବ୍ୟଥିତ ହେବା କିଛି ଆବଶ୍ୟକ ନାହିଁ। ମନେ କରନ୍ତୁ ସେଦିନ 9:30ରେ ଖାଇଲେ। ଭାବିବେନି ଯେ ଆଜି ମୋର ଡେରି ହୋଇଗଲା, ଦେହ ଖରାପ ହେବ। ସାମାନ୍ୟ ବ୍ୟତିକ୍ରମରେ କିଛି ସେମିତି ବଡ଼ ଖରାପ ସ୍ଥିତି ହୋଇଯାଇ ନଥାଏ। ଆମ ଭାବନା ହିଁ ତାକୁ ଖରାପ ସ୍ଥିତିରେ ପରିଣତ କରେ। ତେଣୁ ଜୀବନରେ କେବେ କେବେ କିଛି ବ୍ୟତିକ୍ରମକୁ ଆପଣେଇ ନେବା ଏକ ସୁସ୍ଥ ମାନସିକତା। ବନ୍ଦେ ଉତ୍କଳ ଜନନୀ।